ମୁଁ ସେ ପର୍ଯ୍ୟନ୍ତ ଭଗବତ ଗୀତା ପଢ଼ିନଥିଲି ଯେ ପର୍ଯ୍ୟନ୍ତ ମୁଁ ଜାଣିନଥିଲି କି ଆମେ ସମସ୍ତେ ହେଉଛେ ଗୋଟିଏ ଗୋଟିଏ ଆତ୍ମା ଓ ଜୀବନ ହେଉଛି ଗୋଟିଏ ପରୀକ୍ଷା। ଏ ପରୀକ୍ଷା ଏକ ସାଧାରଣ ପରୀକ୍ଷା ନୁହଁ। ଏ ପରୀକ୍ଷାର ଉଦ୍ଦେଶ୍ୟ ହେଉଛି ଆମ ଭିତରେ ଥିବା ଭଲ ଗୁଣକୁ ବାହାରକୁ ଆଣିବା ବା ଆମକୁ ଆମର ବେଷ୍ଟ ଭର୍ଜନରେ ପରିଣତ କରିବା। ଏବଂ ଭଗବତ ଗୀତା ହେଉଛି ଏମିତି ଏକ ଗ୍ରନ୍ଥ ଯାହା ଆମକୁ ଜୀବନ ରୂପୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଆମକୁ ଶିକ୍ଷା ପ୍ରଦାନ କରିଥାଏ। ଭଗବତ ଗୀତାରେ ମୋଟ 18 ଅଧ୍ୟାୟ ଓ 700 ଶ୍ଲୋକ ଅଛି। ଏହା ସଂସ୍କୃତ ଭାଷାରେ ଲିଖିତ। ମାନବ ସମାଜ ଧୀରେ ଧୀରେ ସଂସ୍କୃତ ଭାଷାକୁ ଉତ୍ତମ ରୂପେ ଶିଖି ନ ପାରିବା କାରଣରୁ ଏହାର ପ୍ରତିଟି ଶ୍ଲୋକକୁ ପଢ଼ିବା ବୁଝିବା କଷ୍ଟଦାୟକ ହୋଇଥାଏ। ତେଣୁ ପ୍ରତ୍ୟେକ ଭାଷାରେ ଏ ମହାନ ଗ୍ରନ୍ଥର ଲେଖା ଆପଣ ପାଇପାରିବେ। ଇଏ ଏକ ଭଲ ପ୍ରୟାସ। ନିଜ ଭାଷାରେ ଆମେ ଭଗବତ ଗୀତାର ଅର୍ଥକୁ ବୁଝିବା। ଯାହା ହେଉ, ଇଏ ମଧ୍ୟ ମୋର ସେଇ ପ୍ରକାର ଏକ ପ୍ରୟାସ ବୋଲି ଭାବି ନିଅନ୍ତୁ। ଖୁବ୍ ସୁନ୍ଦର କଥା ଆଜି ମୁଁ କହିବି ଆପଣଙ୍କୁ ଖୁବ୍ କମ୍ ସମୟ ଭିତରେ ଭଗବତ ଗୀତା ଉପରେ। ତେଣୁ ଦୟାକରି ଶେଷ ପର୍ଯ୍ୟନ୍ତ ଏ ଭିଡ଼ିଓକୁ ଦେଖନ୍ତୁ ଏବଂ ଶିକ୍ଷଣୀୟ ଜିନିଷ ଯାହା ସବୁ ପାଇଲେ ତାକୁ କାମରେ ଲଗାନ୍ତୁ। ଭଗବତ ଗୀତା ଏମିତି ଏକ ଗ୍ରନ୍ଥ ଯାହା ଜଣକର ମରିଯାଇଥିବା ମନକୁ ମଧ୍ୟ ଉତ୍ସାହରେ ଭରି ଦେଇପାରେ। କ'ଣ ନାହିଁ ଭଗବତ ଗୀତାରେ ଆପଣ କହିପାରିବେ ନାହିଁ। ଯେଉଁ ଶିକ୍ଷା ଆପଣ ପାଇବାକୁ ଚାହୁଁଛନ୍ତି, ଯେଉଁ କ୍ଷେତ୍ରର ହେଉନା କାହିଁକି, ସବୁକିଛି ଶ୍ରୀମଦ୍ ଭଗବତ ଗୀତାରେ ଅଛି। ଶ୍ରୀମଦ୍ ଭଗବତ ଗୀତାର ବକ୍ତା କିଏ ଜାଣିଛନ୍ତି? ବିଶ୍ୱର ସବୁଠାରୁ ଶ୍ରେଷ୍ଠ ମୋଟିଭେସନାଲ ସ୍ପିକର ଭଗବାନ ଶ୍ରୀକୃଷ୍ଣ। ଆପଣମାନେ ସମସ୍ତେ ଜାଣିଛନ୍ତି କେଉଁ ମାହୋଲରେ ଭଗବାନ ଶ୍ରୀକୃଷ୍ଣ ଏ ଗୀତା ଜ୍ଞାନ ଦେଇଥିଲେ ଅର୍ଜୁନଙ୍କୁ। ମହାଭାରତ ଯୁଦ୍ଧଭୂମି, ମହାଭାରତ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଯୁଦ୍ଧ କରିବାର ଇଚ୍ଛା ନେଇ ବୀରଦର୍ପରେ ଆସି ପହଞ୍ଚି ଯାଇଛନ୍ତି ଅର୍ଜୁନ। ଶ୍ରୀକୃଷ୍ଣ ହେଉଛନ୍ତି ସାରଥୀ। ଭଗବାନ ବନିଛନ୍ତି ସାରଥୀ, ଭକ୍ତ ବନିଛନ୍ତି ରଥୀ। ପହଞ୍ଚି ଯାଇଛନ୍ତି କୁରୁକ୍ଷେତ୍ର ଯୁଦ୍ଧଭୂମିରେ। ପୂର୍ବରୁ ବହୁତ ଲମ୍ବା ଲମ୍ବା କଥା କହୁଥିବା ଅର୍ଜୁନ ଯେତେବେଳେ ସାମ୍ନାରେ ଆତ୍ମୀୟ ସ୍ୱଜନମାନଙ୍କୁ ଦେଖିଛନ୍ତି, ସମ୍ପୂର୍ଣ୍ଣ ରୂପେ ଘବରାଇ ଯାଇଛନ୍ତି, ସ୍ଥିତି ଭୁଲି ଯାଇଛନ୍ତି। ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ହୋଇ ମଧ୍ୟ ତାଙ୍କ ହାତରୁ ଧନୁ ଖସିବାକୁ ଲାଗିଛି। କ'ଣ ପାଇଁ? ଓନ୍ଲି ଫର୍ ହିଜ୍ ଆଟାଚମେଣ୍ଟ। ଏ ମୋହଗ୍ରସ୍ତ ମନ ତାଙ୍କୁ ଯୁଦ୍ଧ କରିବାକୁ ପରମିଶନ ଦେଇନାହିଁ। ଅର୍ଜୁନ ହତବାକ୍ ହୋଇଯାଇଛନ୍ତି, ଭୟରେ ଥରିବାକୁ ଲାଗିଛନ୍ତି, ଶରୀର ଦୁର୍ବଳ ହେବାକୁ ଲାଗିଛି। ସମସ୍ତ ସମସ୍ୟା ଭଗବାନଙ୍କ ଆଗରେ କହିଛନ୍ତି ଯେ ମାଧବ, ମୁଁ ଯୁଦ୍ଧ କରିବାକୁ ଅସମର୍ଥ ଅଟେ। କାହାକୁ ମାରିବି? ଯାହାକୁ ଦେଖୁଛି ସେ ତ ମୋର ପିତାମହ ଭୀଷ୍ମ, ୟାଙ୍କର ହାତ ଧରି ମୁଁ ଚାଲି ଶିଖିଛି। ଗୁରୁ ଦ୍ରୋଣାଚାର୍ଯ୍ୟ, ସେ ମୋ ହାତ ଧରି ମୋତେ ସରଚାଳନା ଶିଖାଇଛନ୍ତି। କୃପାଚାର୍ଯ୍ୟଙ୍କ କଥା କୁହନ୍ତୁ ବା ଅନ୍ୟ ଯେ କେହି ବି ଏଠି ଅଛନ୍ତି, ସମସ୍ତେ ମୋର ଆତ୍ମୀୟ। ଆତ୍ମୀୟମାନଙ୍କୁ ମାରି ମୁଁ ପାଇବି କ'ଣ? ଏ ଧନର ଅଭିଳାଷା ନେଇ ମୁଁ ଏମାନଙ୍କୁ ମାରିପାରିବି ନାହିଁ।
हे माधव मो हाथरू गांडीब खसुची मो मुंड बिंधिबा आरंभ हो जाइछि मोर जो चर्म चढ़ला भरी मते महसूस होची अतः मु ए युद्ध करने को असमर्थ। आपण गोटे कथा भावंतु जदि ए युद्ध जेते रथी अछंती सेमानकर मृत्यु घटिब सेमानकर विधवा पत्नी माने कौन करिवे ए माने समस्त मोर आत्मीय ए माने मरीगला परे विधवा स्त्री माने विधर्मी होइथिबे वर्णशंकर जात हेबे पिंडक्रिया हो पारिब नहीं एसबु पापर भागीदार मु हवाक चाहूनी केशव मु युद्ध करि नहीं केशव जिते कथा कहते भगवान श्रीकृष्ण हताशारे भरी जाइथिबा निराशारे भरी जाइथिबा अर्जुन को मनरे पुणी थे उत्साह प्रदान करी पुणी थे कुरुक्षेत्र युद्ध भूमि जड़े वीर परी लड़वा जो प्रेरणादायक कथा मान कही आम भगवत गीता। भगवत गीतार सबु कथा आलोचना कर सबु इहर उपरक जाइछन्ति सबु क्षेत्र को जाइछन्ति जेमिति कि आपण जो बाबद भी जानवा को चाहिए पाइपर तेणु चलतु अल्प किछि आमे भगवत गीतार आज आलोचना करिबा अल्प किछि हेले मध्य बहुत जानिबा कथा तेणु चलतु आमे से उपर को जीवा विलंब बेसी करिबा नहीं। युद्धरे अव्यवहित पूर्वर भगवान कृष्ण मानव जातिर कल्याण पाई गीता ज्ञान अर्जुन को माध्यम कर शुणाई अर्जुन को शुणाई सत किंतु यह केवल अर्जुन को उद्दिष्ट नथिला आगामी दिन को कलिजुग आसुची भगवान से कथा भल रकम जानी पारथिले जे कलिजुगर लोक माने किपरि भावरे धर्मीय भावनार उद्भूत हेबे निजर धर्म कर्म बुझीपारे तेणु माहौल दरकार थिला गोटे प्लाटफर्म दरकार थिला से प्लाटफर्म भगवान पाई कौटी कुरुक्षेत्र युद्ध भूमि माध्यम करिसंती अर्जुन को एवं अर्जुन को जहाँ जहाँ शिक्षा मान देइसंती से शिक्षा अर्जुन कर तो बहुत काम लगिला युद्ध जयी हेले ताहा मध्य आम पई उद्दिष्ट थिला जे आजिका डेट रे आमे मध्य से ज्ञान आहरण करी आम जीवन युद्ध रे विजय लाभ करिबा। जनसमुदाय भल रकम जानिबा दरकार ये बही ये जो पुस्तक बा ये जो ग्रंथ कौन सी गोटे संप्रदाय पर उद्दिष्ट नुह पूरा मानव जाति पर उद्दिष्ट यह आत्मा को परमात्मा को संबंध रे जीवन जीविका संबंध रे द्विधारू बाहर को आसवा संबंध रे प्रत्येक परिस्थितिर सामना करने संबंध रे ज्ञान प्रदान करिथाए। प्रत्येक आत्मा यह को पालन करी निजर जीवन को उत्कृष्ट बनैबार प्रयास करने उचित। भगवत गीता आत्मा को मनुष्य रूप में कि कथा पालन करने उचित शिखाई थाए। आत्मा को जीवन रूपी परीक्षार उत्तीर्ण होई जन्म मृत्युर चक्रु मुक्त हवाकू भगवत गीता शिक्षा प्रदान करिथाए। परमात्मा भगवत गीतारे कहंती मु ही समस्तंकर आरंभ अटे मु आरंभ पूर्वर मध्य थिली ओ सबु सरीगला परे मध्य मु ही थिबी समस्ते मो भितरे अछंती ओ मु मध्य समस्तिक भितरे अछि जहाकू तुमे छुई पारिबो देखि पारिबो स्पर्श करि पारिबो अनुभव करि पारिबो ओ सुनि पारिबो से सबु मो ही मो। ए नदी ए पहाड़ सूर्य ग्रह तारा सबु मोरी कृति
ମୁଁ ହିଁ ମୁଁ ମୁଁ ହିଁ ଭଗବାନ, ଶୈତାନ, ମନୁଷ୍ୟ, ଆତ୍ମା ସବୁ ବନାଇଛି। ମୁଁ ହେଉଛି ସର୍ବବ୍ୟାପୀ। ମୁଁ ହିଁ ସବୁ ବ୍ରହ୍ମା ବନି ବନାଇଥାଏ, ବିଷ୍ଣୁ ବନି ସମସ୍ତଙ୍କର ପାଳନ କରିଥାଏ ଓ ଶଙ୍କର ବନି ମୁଁ ହିଁ ସଂହାର କରିଥାଏ। ମୁଁ ହେଉଛି ପାଳନକର୍ତ୍ତା, ମୁଁ ହେଉଛି ସୃଷ୍ଟିକର୍ତ୍ତା, ମୁଁ ମଧ୍ୟ ହେଉଛି ସଂହାରକର୍ତ୍ତା। ମୁଁ ଏମିତି ଏ ସୃଷ୍ଟିକୁ ବନାଇ ଚାଲିବି ଓ ଭାଙ୍ଗି ବି ଚାଲିବି। ଏହାଦ୍ୱାରା ଏ ଯେଉଁ ଭାଙ୍ଗିବା ଗଡ଼ିଆ ଭିତରେ କ'ଣ ହେବ? ଆତ୍ମା ସବୁକୁ ମୌକା ମିଳିବ। ଏସବୁ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହେବାକୁ ଚେଷ୍ଟା କରି ମୋକ୍ଷକୁ ପ୍ରାପ୍ତି କରିବେ। ସବୁବେଳ ପାଇଁ ପରମାତ୍ମାଙ୍କ ପାଖରେ ରହିବାକୁ ଚେଷ୍ଟା କରିବେ। ଶରୀର ପଞ୍ଚଭୂତରେ ଗଠିତ ଏବଂ ପଞ୍ଚଭୂତରେ ହିଁ ଲୀନ ହୋଇଥାଏ। ଇନ୍ଦ୍ରିୟ ମାନଙ୍କର ବଶ ହୋଇ ଜୀବ ମୋତେ ଓ ମୋ ସର୍ଜନାକୁ କି ମୋର ମୋହମାୟାକୁ ଜାଣିପାରେ ନାହିଁ। ମାତ୍ର ଯିଏ ମନକୁ ଜିତିଲା, ଯିଏ ଇନ୍ଦ୍ରିୟମାନଙ୍କୁ ଜିତି ସତ୍କର୍ମ କଲା, ନହେଲେ ପତନ ହେଲା। ତେଣୁ ପ୍ରତ୍ୟେକ ଜୀବ ନିଜ ମନକୁ ମୋ ବଶ କରି ଇନ୍ଦ୍ରିୟମାନଙ୍କୁ ଆୟତ୍ତ କଲେ ପରମାର୍ଥକୁ ପ୍ରାପ୍ତ ହୋଇପାରିବ। ଭଗବତ ଗୀତାରେ ଉଲ୍ଲେଖ ଅଛି, ଆମେ ପୁରୁଣା ବସ୍ତ୍ର ଫିଙ୍ଗି ଦେଇ ନୂତନ ବସ୍ତ୍ର ଧାରଣ କଲା ପରି ଆତ୍ମା ପୁରୁଣା ଓ ବ୍ୟର୍ଥ ଶରୀରକୁ ପରିତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରିଥାଏ। ପୁରୁଣା ଶରୀରରୁ ଆତ୍ମା ଚାଲିଗଲା ପରେ ଶରୀରକୁ ଆମେ ମୃତ କହିଥାଉ ଏବଂ ଯେଉଁ ନୂତନ ଶରୀର ଭିତରେ ଆତ୍ମା ପ୍ରବେଶ କରିଥାଏ ସେଠି ଜୀବନ ବୋଲି ଆମେ କହିଥାଉ। ମଣିଷ ଜନ୍ମ ହେଲା ବେଳେ ତାର ଶ୍ୱାସ ଥାଏ, ମାତ୍ର ତାର ନାଁ ନଥାଏ। ମଲାବେଳେ ନାଁ ଥାଏ, ମାତ୍ର ଶ୍ୱାସ ନଥାଏ। ଏଇ ଶ୍ୱାସ ଓ ନାଁ ଭିତର ସମୟ ନାଁ ହେଉଛି ଜୀବନ। ଜନ୍ମ ମୃତ୍ୟୁର ଚକ୍ର ସବୁବେଳେ ଏମିତି ଚାଲିଥିବ ଯେ ପର୍ଯ୍ୟନ୍ତ ଆତ୍ମା ମୋକ୍ଷ ପ୍ରାପ୍ତ ନ କରିଛି। ଶରୀର ବାରମ୍ବାର ନଷ୍ଟ ହେଉଥିଲେ ମଧ୍ୟ ଆତ୍ମା ନଷ୍ଟ ହୁଏ ନାହିଁ। ଆତ୍ମା ଅବିନାଶୀ ଅଟେ। ଆତ୍ମାକୁ ଶସ୍ତ୍ର ଦ୍ୱାରା କାଟି ହେବ ନାହିଁ, ଆତ୍ମାକୁ ଜାଳି ହେବ ନାହିଁ, ଆତ୍ମାକୁ ବୁଡ଼ାଇ ହେବ ନାହିଁ। ମାତ୍ର ଆତ୍ମାକୁ ପରମାତ୍ମାଙ୍କ ପାଖରେ ସବୁବେଳେ ରହିବାକୁ ହେଲେ ଜୀବନ ରୂପୀ ପରୀକ୍ଷାରେ ବସିବାକୁ ହିଁ ପଡ଼ିବ, ପରୀକ୍ଷା ଦେବାକୁ ହିଁ ପଡ଼ିବ। ଏହି ପରୀକ୍ଷାରେ ବସିବାକୁ ଆତ୍ମାକୁ ଏ ପୃଥିବୀରେ କୌଣସି ନା କୌଣସି ରୂପରେ ଜନ୍ମଗ୍ରହଣ କରିବାକୁ ପଡ଼ିଥାଏ। 84 ଲକ୍ଷ ଯୋନି ଘୂରିବା ପରେ ମନୁଷ୍ୟ ଜନ୍ମ ମିଳେ ଓ ଦିମାଗ ମିଳିଥାଏ। ସବୁଠୁ ବଡ଼ ପରୀକ୍ଷାରେ ବସିବାର ସାମର୍ଥ୍ୟ ମିଳିଥାଏ। ପ୍ରତ୍ୟେକ ମଣିଷକୁ ଜୀବନର ବିଭିନ୍ନ ପରିସ୍ଥିତିରେ ଭଲ ଓ ମନ୍ଦ ବିଚାରର ଚକ୍ରବ୍ୟୁହରେ ନିଜ ଭାଇ ଭଉଣୀ ଓ ମିତ୍ରଙ୍କ ମଧ୍ୟରେ ରଖି ଦିଆଯାଇଥାଏ ଓ ତାର ଟେଷ୍ଟିଂ ପିରିୟଡ଼ ଆରମ୍ଭ ହୋଇଥାଏ। ଏହାପରେ ପ୍ରତ୍ୟେକ ଆତ୍ମାର ନିଜର ତାମସିକ ଓ ରାଜସିକ ଜୀବନରୁ ବାହାରି ସାତ୍ଵିକ ଜୀବନ ଜୀବାର ମୌକା ପ୍ରଦାନ କରାଯାଇଥାଏ। ଆଉ ସାତ୍ଵିକ ଗୁଣ ହେଉଛି ତାହା ଯାହା ଆମ ଭିତରେ ହୀନ ଭାବନା ଉଦ୍ରେକ ନ କରି ତାତ୍ଵିକ ଗୁଣ ହେଉଛି କ'ଣ? ତାତ୍ଵିକ ଗୁଣ ହେଉଛି ତାହା କ'ଣ? ଯାହା ଆମ ଭିତରେ ହୀନ ଭାବନା ଉଦ୍ରେକ କରେ, ଆମକୁ ଉଦାସ ବନାଇଥାଏ, ଆମକୁ କଷ୍ଟ ଦେଇଥାଏ। ଆମ ରାଜସିକ ଗୁଣ ହେଲା ଆମକୁ ଈର୍ଷାଳୁ ଓ ଲୋଭୀ ବନାଇଥାଏ, ଅନ୍ୟ ପ୍ରତି କ୍ଷତିକାରକ ବନିବାକୁ ଆମକୁ ପ୍ରେରଣା ଯୋଗାଇଥାଏ।
ए परीक्षारे प्रत्येक आत्मा को निजर राजसिक और तामसिक गुण को समाप्त करी सात्विक गुण रे निजर परिचय सृष्टि करने को पड़िबो। सात्विक गुण ताहा जहा आत्मा को निजर आखपाखे सबु जिनिस सह जोड़ी दे थाए और समस्त को प्रेम करने शिखाई थाए। परीक्षा समय जीवनर धर्म अर्थ काम मोक्षर ज्ञान पाई मुक्ति लाभ करे जीव बा आत्मा यही चारि द्वार मोक्षर द्वार होइथांती। प्रथम द्वार है धर्मर द्वार जार प्रतीक है सिंह। धर्म ताहा जहाँ गीतारे लेखा जाइछि, जहाँ वेदरे लेखा जाइछि, जहाँ पुराण मानक वर्णित होइछि। धर्म ताहा जहाँ धारण करा जाए एवं धर्म ताहा जहाँ हृदय मानि थाए। जेमती मिछ कहिब नाही, चोरी करिब नाही, भगवान कर निरादर करिब नाही, कौनसी धार्मिक शास्त्र उपरे प्रश्नवाची उठाइब नाही, अन्य को कष्ट देव नाही, अन्यर संपत्ति लुटिब नाही, इत्यादि इत्यादि आपण माने समस्त जानछि धर्म कौन अधर्म कौन। मनुष्य को धर्मर परिभाषा को बुझी धर्म को पालन करने को पड़िबो एवं धर्मर रक्षा करने को पड़िबो। द्वितीय भाग है अर्थ। अर्थ अर्थ कौन? यार प्रतीक है घोड़ा। यह द्वारा प्रत्येक जीव ये पृथ्वी रे जो जन्मलाभ करिछि तारे पृथ्वी पृष्ठ पहुँचबार अर्थ अर्थात मूल कारण जानिबा आवश्यक। कौन पाई वाय से पृथ्वी को आसीछि। जीवन रे जहाँ मिलिछि ताकू भोग करिवो, जहाँ न मिलिछि जहाँ मिलिछि सेतिरे संतुष्ट हबो आउ परमात्मा को धन्यवाद देव। जीवर मूल लक्ष्य मोक्ष को न भूली कर्म करिवो। मोक्ष परमात्मा मोक्ष पाइबा पाई बा मोक्ष पाइबा उद्देश्य रे तार जन्म होइछि बोली मन रखी से कर्ममान पालन करिवो। तृतीय पाद है काम। भगवत गीता कहे प्रत्येक मनुष्य उपरे काम क्रोध लोभ मोह अहंकार और ईर्षा आउ थरे कहि दउछि काम क्रोध लोभ मोह अहंकार और ईर्षा इत्यादि पांचटी भाव छटी भाव आमर ओ अन्य मानकर क्षति साधन करिथाए। ये भावना सबको सर्वदा निज नियंत्रण रे रखिबा को पड़िबो। से कामर भावना हेउ, क्रोधर भावना हेउ, लोभर भावना हेउ, मोहर भावना हेउ, अहंकार भावना हेउ किंबा ईर्षार भावना हेउ, ये भावना को सब बेले नियंत्रण रखिबा उचित। एमानक प्रवाह रे बहिगले पथन निश्चित। संतोष समीक्षा और सचेतनता द्वारा सबु उपरे विजय प्राप्त संभव होता है। चतुर्थ द्वार है मोक्ष। ज्ञानी हाथी यार प्रतीक। ये परीक्षा रूपी जीवन रे प्रत्येक मनुष्य किछि ना किछि इच्छा रखि थाए एवं किछि इच्छा तार पूर्ण होता है जन्म रे एवं किछि इच्छा तार अधूरा रही जाए बाकी रही जाए। कहीं इच्छा पूर्ण पाई ये जो इच्छा रहीगला बाकी से इच्छार पूर्ण पाई आत्मा को पुनर्जन्म लाभ करने को पड़ता है। भगवत गीता कहे आमर इच्छा होची मूल कारण आमर पृथ्वी को आगमन करिवार। और जदि आमे कोनोसी इच्छा न रखिबा तेबे आमे जन्म मृत्युर चक्र रे पड़िबा नाही।
ଏହା ହେଉଛି କ୍ଷମାର ଦ୍ୱାର। କ୍ଷମାର ଦ୍ୱାର କ'ଣ? ଯାହା ପାଖରେ ଆପଣ ଭୁଲ କରିଛନ୍ତି, ଯାହା ହିସାବ, ଏଇଠି ହିସାବ ପତ୍ର ସବୁ ସାରି ଦିଅନ୍ତୁ। ପୃଥିବୀକୁ ଆଇଛନ୍ତି, ଆଶା କିଛି ରଖନ୍ତୁ ନାହିଁ, ହିସାବ ନିକାଶ ସହି ସାରି ଦିଅନ୍ତୁ। ଯଦି କିଛି ଭୁଲ କାହା ପାଖରେ କରିଛନ୍ତି ତାହେଲେ ତାକୁ ଭୁଲ ମାଗି ଦିଅନ୍ତୁ। ଯଦି କେହି ଆପଣଙ୍କ ପାଖରେ ଭୁଲ କରିଛି ତେବେ ଆପଣ ତାକୁ କ୍ଷମା କରିଦିଅନ୍ତୁ। ଯଦି ଆପଣ କ୍ଷମା କରିବେ ନାହିଁ ତାହେଲେ ପୁନର୍ଜନ୍ମ ଲାଭ କରି ପୁଣି କେଉଁ ଜନ୍ମରେ ତାକୁ କ୍ଷମା କରିବାକୁ ପଡ଼ିବ। ଯଦି ଆପଣ କ୍ଷମା ମାଗିଲେ ନାହିଁ ତାହେଲେ ପୁନର୍ଜନ୍ମ ଲାଭ କରି ପୁନଃ ଆପଣଙ୍କୁ ଏ ପୃଥିବୀକୁ ଆସି କ୍ଷମା ମାଗିବାକୁ ପଡ଼ିବ। ତେଣୁ ଏ ଝିଞ୍ଜଟରେ ପଡ଼ିବା କାହିଁକି? ଆଜି ହିଁ ଆମ ହିସାବ ନିକାଶ କରିଦେବା। ଯଦି ଭୁଲ କରିଛେ କ୍ଷମା ମାଗିନେବା। ଯଦି କେହି ଆମ ପାଖରେ ଭୁଲ କରିଛି ଦରିଆ ଦିଲ ହୋଇ ତାକୁ କ୍ଷମା କରିଦେବା। ଏହା ଏବଂ ଏମିତି କଲେ ମୁକ୍ତି ନିଶ୍ଚିତ ମିଳିଥାଏ। ସେ ପର୍ଯ୍ୟନ୍ତ ଆତ୍ମା ଏଇ ଚାରିଦ୍ୱାର ଧର୍ମ, ଅର୍ଥ, କାମ୍ୟ, ମୋକ୍ଷକୁ ବୁଝିନଥାଏ ସେ ପର୍ଯ୍ୟନ୍ତ ତାକୁ ବାରମ୍ବାର ଏ ଧରାଗମନ ବା ଧରାପୃଷ୍ଠରେ ଅବତରଣ କରିବାକୁ ପଡ଼ିଥାଏ। ପରୀକ୍ଷା ସମୟ ସରିଲା କ୍ଷଣି ଆତ୍ମା ଶରୀର ଓ ଅନ୍ୟ ସବୁକୁ ଏଇଠାରେ ପକାଇ ଦେଇ ଯାହା ସବୁ ଏଠି ଅର୍ଜନ କରିଥିଲା ସବୁ ଏଠି ଛାଡ଼ି ଦେଇ ଚାଲିଯାଏ ଏବଂ ଯାହା ସବୁ ଅର୍ଜନ କରିଥିଲା ଏଠି ଅନ୍ୟମାନଙ୍କର ହେଇଯାଏ। ଅନ୍ୟମାନେ ତାର ମାଲିକ ହେଇଯାଆନ୍ତି। ଆତ୍ମା ନିଜ କର୍ମର ଫଇସଲା ପାଇଁ ଚାଲିଯାଏ। କେଉଁଠିକି ଯାଏ? ଦୁଇଟି ବାଟ, ଗୋଟେ ହେଉଛି ସ୍ୱର୍ଗ ନହେଲେ ନର୍କ। ଆତ୍ମାର ଭଲ ମନ୍ଦ କର୍ମର ହିସାବ ହୁଏ। ନିଜର ଭଲ କର୍ମ ପାଇଁ ଆତ୍ମା କିଛି ସମୟ ପାଇଁ ସ୍ୱର୍ଗରେ ଓ ଖରାପ କାମ ପାଇଁ ନର୍କ ଚାଲିଯାଏ। ନର୍କରେ ଆତ୍ମାକୁ ନିଜ କର୍ମ ପାଇଁ ଦଣ୍ଡ ମିଳେ। ଦଣ୍ଡର ଅବଧି ସରିଲା ପରେ ପୁଣି ଥରେ ଆତ୍ମାକୁ ଜୀବନ ରୂପୀ ପରୀକ୍ଷାରେ ଏ ନୂଆ ଶରୀର, ଏକ ନୂଆ ଶରୀର ଏବଂ ନୂଆ ଦିମାଗ ସହ ବସିବାର ସୁଯୋଗ ମିଳେ। ପ୍ରତ୍ୟେକ ପରୀକ୍ଷାରେ ସେ ସବୁ ଯାହା ଯାହା ଘଟିଥିଲା ପୁନରାବୃତ୍ତି କରାଯାଏ। ଜୀବନରେ ଚାରି ସ୍ତମ୍ଭ ଧର୍ମ, ଅର୍ଥ, କାମ, ମୋକ୍ଷକୁ ବୁଝିବାକୁ ତାକୁ ସବୁ ପ୍ରକାର ପ୍ରୋବ୍ଲେମରେ ପକାଯାଏ, ସମସ୍ୟା ଭିତରେ ପକାଯାଏ, ପରିବେଷ୍ଟନ ଦିଆଯାଏ, ସୁବିଧା ସୁଯୋଗ ଦିଆଯାଏ। ଉଦ୍ଦେଶ୍ୟ ସେ ଧର୍ମର ଯେଉଁ ଚାରି ସ୍ତମ୍ଭ ଅଛି ଧର୍ମ, ଅର୍ଥ, କାମ, ମୋକ୍ଷକୁ ବୁଝୁ। ପ୍ରତ୍ୟେକ ଜୀବକୁ ଅନେକ ସମୟରେ ଖରାପ ହାଲତରେ ଗତି କରିବାକୁ ପଡ଼ିଥାଏ। ଯେପର୍ଯ୍ୟନ୍ତ ଆତ୍ମା ପରମାତ୍ମା ସହ ମିଶିବାର ରାସ୍ତା ପାଇନଥାଏ ସେ ପର୍ଯ୍ୟନ୍ତ ଏହି ଜନ୍ମ ମୃତ୍ୟୁର ଚକ୍ରରେ ପେଶି ହୋଇ ଚାଲିଥାଏ ଏବଂ ଯେତେବେଳେ ମୋକ୍ଷ ପ୍ରାପ୍ତ ହୁଏ ସେତେବେଳେ ସେ ମୁକ୍ତ ହୁଏ। ଭଗବତ ଗୀତାରେ ମନୁଷ୍ୟ ନିଜର ଶରୀର, ଦିମାଗ ଓ ହୃଦୟ ଦ୍ୱାରା ଭଗବାନଙ୍କୁ ପାଇପାରେ। ଶରୀର ମାଧ୍ୟମରେ ଭଗବାନଙ୍କୁ ପାଇବାର ଯୋଗକୁ କର୍ମଯୋଗ କୁହାଯାଏ। ଏମିତି କର୍ମ ଯେଉଁଥିରେ ପରମାତ୍ମାଙ୍କର ଇଚ୍ଛା ଥାଏ ଓ ଜଗ କଲ୍ୟାଣ ହୁଏ। ଯେମିତିକି ବାଲ୍ମୀକି ରାମାୟଣ ଲେଖି ଶ୍ରବଣ କୁମାର ପିତାମାତାଙ୍କ ସେବା କରି ଏବଂ ଅନ୍ଧ ପିତାମାତାଙ୍କୁ ଚାରିଧାମ ବୁଲାଇ କାନ୍ଧରେ ବୋହି ମଦର ଟେରେସା ନିଜର ନିଃସ୍ୱାର୍ଥ ସେବା କରି ଏବଂ ମ୍ୟାଡାମ୍ କ୍ୟୁରୀ ବୈଜ୍ଞାନିକ ଅନୁସନ୍ଧାନ କରି ବଳିଦାନ ଦେଇଥିଲେ। ସେମିତି କର୍ମମାନ କଲେ, ସେମିତି କର୍ମଯୋଗ କଲେ ମୁକ୍ତି ନିଶ୍ଚିତ। ଏମାନେ ନିଜ କର୍ମ ଦ୍ୱାରା ପରମାତ୍ମାକୁ ପ୍ରାପ୍ତ କରିଛନ୍ତି। ଭଗବତ ଗୀତା କହେ ଜଣେ ବ୍ୟକ୍ତି ନିଜ ଦିମାଗ ଦ୍ୱାରା ପରମାତ୍ମାଙ୍କ ସହ ଯୋଡ଼ି ହୋଇପାରିବ ବା ଯୋଗ ହୋଇପାରିବ। ଏହାକୁ ରାଜଯୋଗ କୁହାଯାଏ। ରାଜା ଯୋଗ କାହିଁକି ନା ମସ୍ତିଷ୍କ ବା ଦିମାଗ ସମସ୍ତ ଇନ୍ଦ୍ରିୟଙ୍କ ରାଜା ଅଟେ। ଜଣେ ବ୍ୟକ୍ତି ନିଜ ଆତ୍ମା, ଶ୍ୱାସ ପ୍ରଣାଳୀ, ଅଭ୍ୟାସ, ସାଧନା ଓ ତପସ୍ୟା ଦ୍ୱାରା ଏହି ରାସ୍ତାରେ ଯାଇପାରନ୍ତି।
ଏହି ଯୋଗକୁ ବୁଝିବାକୁ ଆମର ଅନ୍ତର୍ନିହିତ ଶକ୍ତି ଅର୍ଥାତ୍ ଚକ୍ର ଓ କୁଣ୍ଡଳିନୀକୁ ବୁଝିବାକୁ ପଡ଼ିବ। ଆମକୁ ଆତ୍ମା ଧ୍ୟାନ ଯୋଗେ ପରମାତ୍ମାଙ୍କ ସହ ଯୋଗ ହୋଇପାରିବ। ସ୍ୱାମୀ ବିବେକାନନ୍ଦ, ସ୍ୱାମୀ ପରମହଂସ ଇତ୍ୟାଦି ଏହି ମାର୍ଗରେ ଯାଇ ସଫଳ ହୋଇଛନ୍ତି। ଭଗବତ ଗୀତା କହେ, ଯଦି କୌଣସି ବ୍ୟକ୍ତିକୁ ଏହି କର୍ମଯୋଗ ବୁଝା ନ ପଡ଼ିଲା ବା ଧର୍ମର ଅର୍ଥ ମଧ୍ୟ ବୁଝିପାରିଲା ନାହିଁ, ତଥାପି ଯଦି ସେ ମୋ ଶରଣକୁ ଆସିବ, ଭଗବାନ କହୁଛନ୍ତି, ଏବଂ ମୋତେ ପାଖରେ ନିଜକୁ ସମର୍ପଣ କରିବ ସମ୍ପୂର୍ଣ୍ଣ କାୟ ମନ ବାକ୍ୟରେ, ତେବେ ମୁଁ ତାକୁ କ୍ଷମା କରିଦେବି। ତା ଶରଣକୁ ସମ୍ମାନ ଦେଇ ମୁଁ ତାକୁ ମୁକ୍ତି ହିଁ ଦେବି। ପରମାତ୍ମାକୁ ଏମିତି ହୃଦୟର ସହ ଡାକି ପାଇବାକୁ ଭକ୍ତି ଯୋଗ କୁହାଯାଇଥାଏ। ଯେମିତିକି ଚୈତନ୍ୟ ମହାପ୍ରଭୁ, ମୀରାବାଇ, ଭଗବାନ ହନୁମାନଜୀ ମହାରାଜ ଇତ୍ୟାଦି ଇତ୍ୟାଦି ଏ ମାର୍ଗରେ ଭଗବାନଙ୍କୁ ପାଇଛନ୍ତି। ମାତ୍ର ଯଦି ଆତ୍ମା ଧର୍ମର ଉଲ୍ଲଙ୍ଘନ କରି ଭୁଲ ରାସ୍ତାରେ ଯାଇ ଅନ୍ୟର କ୍ଷତି ସାଧନ କରେ, ମାର୍ଗ ଭୁଲ କରେ ଏବଂ ତା ପାଇଁ ଜନସମୁଦାୟ ଅସୁବିଧାରେ ପଡ଼ନ୍ତି, ତାହେଲେ ସେ ଦୁଷ୍ଟ ଆତ୍ମାକୁ ସାବାର କରିବା ପାଇଁ, ଜନସମୁଦାୟକୁ ରକ୍ଷା କରିବା ପାଇଁ, ଜଗ ମଙ୍ଗଳ ପାଇଁ ମୁଁ ନିଜେ କୌଣସି ନା କୌଣସି ରୂପରେ ଧରାବତରଣ କରି ସେ ଦୁଷ୍ଟ ଆତ୍ମାର ବିନାଶ କରେ ଏବଂ ତାର ପରୀକ୍ଷାକୁ ସେଇ ଜୀବନରେ ସେ ସମୟ ପାଇଁ ବନ୍ଦ କରିଦିଏ, ଅର୍ଥାତ୍ ତାର ଜୀବନକୁ ନେଇଯାଇଥାଏ। ଆଶା କରୁଛି ଦର୍ଶକ ବନ୍ଧୁ, ସମ୍ୟକ୍ ଜ୍ଞାନ ଦ୍ୱାରା ଯାହା ଆଜି ଆମେ ଆଲୋଚନା କଲେ ଆପଣମାନେ ବୋଧହୁଏ ବୁଝିପାରିଥିବେ। ବାରମ୍ବାର ଶୁଣିଲେ ନିଶ୍ଚିତ ଭାବରେ ବୁଝିପାରିବେ। ଆଗାମୀ ଭିଡ଼ିଓରେ ପୁଣି ଥରେ ଭେଟଭାଟ ହେବା। ସେ ପର୍ଯ୍ୟନ୍ତ ଆପଣମାନଙ୍କ ମଙ୍ଗଳ କାମନା କରି ରହୁଛି। ନମସ୍କାର।